ପଶି ପରେ ପରେ ଆରମ୍ଭ ହୁଏ ଚର୍ଚ୍ଚିତ ଶିମିଳିପାଳ ପର୍ବତମାଳା। ବନ୍ୟଜୀବଙ୍କ ଚଲାପଥ ଓ ବିପଦ ସଂକୁଳ ଅଙ୍କାବଙ୍କା ରାସ୍ତା ଦେଇ ପଥଚାରୀଟିଏ ଘାଟି ରାସ୍ତା ପାରି ହେବା ସମୟରେ ସମସ୍ତଙ୍କୁ ସାହା ହୁଅନ୍ତି ଏହି ଘାଟିର ଅଧିଷ୍ଠାତ୍ରୀ ଦେବୀ ମା ଦ୍ୱାରଶୁଣୀ। ଘାଟିର ଦ୍ୱାରକୁ ଜଗି ରହିଥିବା ମା ଦ୍ୱାରଶୁଣୀଙ୍କର ପ୍ରସିଦ୍ଧି ଓ ମହିମା ଏ ଅଞ୍ଚଳ ଦେଇ ଗାଡ଼ି ଚାଳନା କରୁଥିବା ଭାରତର ସମସ୍ତ ଲୋକଙ୍କୁ ଜଣା। ପ୍ରତ୍ୟେକ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ମା ଦ୍ୱାରଶୁଣୀଙ୍କୁ ମୁଣ୍ଡିଆ ମାରି ଆଗକୁ ବଢ଼ିଥାନ୍ତି। ଏହି ପୀଠରେ ରହିଛି ମା ଦ୍ୱାରଶୁଣୀଙ୍କର ଏକ ସୁଦୃଶ୍ୟ ମନ୍ଦିର, ଯେଉଁଠାରେ ପ୍ରତିବର୍ଷ ମୟୂରଭଞ୍ଜର ଗଣପର୍ବ ମକର ଅବସରରେ ଅନୁଷ୍ଠିତ ହୋଇଥାଏ ମା ଦ୍ୱାରଶୁଣୀଙ୍କର ପ୍ରସିଦ୍ଧ ଘାଟିମେଳା। ମା ଦ୍ୱାରଶୁଣୀଙ୍କର ଏହି ପ୍ରସିଦ୍ଧ ପୀଠରେ ରାଜାରାଜୁଡ଼ା ଅମଳରୁ ଦେହୁରୀ ପୂଜକଙ୍କ ଦ୍ୱାରା ପୂଜାବିଧି ଅନୁଷ୍ଠିତ ହୋଇଆସୁଛି। ମକର ସମୟରେ ଅନୁଷ୍ଠିତ ହେଉଥିବା ଏଠାକାର ପ୍ରସିଦ୍ଧ ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।